तस्मै श्री गुरवे नमः। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिने इति नामिने। नमस्ते सरस्वती देवे गौरवाणी प्रसारिणे निर्देशानवो पश्चात् वाञ्छाकल्पतरुभ्यश्च कृपासिन्धो भवेव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि श्री गौर भक्त वृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। मुखम करोति वाचालं पंगुलं हयते कृपा तमहं वंदे परमानंद माधवम। श्रीगुरुचरणं श्री चैतन्य ओम विष्णु मदय कृष्ण पृष्ठ। तो षष्ठ अध्याय भगवत गीता ध्यान जोग अर्जुनଙ୍କର ପ୍ରଶ୍ନର ଉତ୍ତର ଭଗବାନ ଦଉଛନ୍ତି। ଯଦି କେଉ ଆଧ୍ୟାତ୍ମିକ ଜୀବନ ଯାପନ ଯୋଗ କରୁଛି, ସେ ଯୋଗର ପୂର୍ଣ୍ଣତା ହେଲାନି, ଯୋଗ ଭ୍ରଷ୍ଟ ହେଲା, ତାର ତାର କଣ ଗତି ହବ। କାଲି ଆମେ ଶୁଣିଲେ ଭଗବାନ କହିଲେ ଯେ ସେ କଣ କରିବ ନା ପୁଣ୍ୟ କର୍ମ କର୍ମ କରିକି ଲୋକମାନେ ଯୋଉଠିକି ଯାଆନ୍ତି ସେ ସେଠି ଯାଇ ସୁଖ ଭୋଗ କରିବ। କାହିଁକି ନା ଆଧ୍ୟାତ୍ମିକ ଜୀବନ ଯାପନ କରୁଥିଲା, ଯୋଗ କରୁଥିଲା, ଭୌତିକ ଭୋଗ ପ୍ରତି ଆକୃଷ୍ଟ ହେଇକି ଯୋଗକୁ ପରିତ୍ୟାଗ କରିଦେଇଛି। ତ ସେ ଯାହା ଯୋଗ କରିଛି ତା ଫଳସ୍ୱରୂପ ସେ ତା ବାସନା ପୂର୍ଣ୍ଣ ହେବ। ସିଏ ଉନ୍ନତ ଲୋକକୁ ଯାଇକି ସେଠି ସୁଖ ଭୋଗ, କିନ୍ତୁ ସେ ସୁଖ ଭୋଗର ଗୋଟେ ସୀମିତ ସମୟ ରହିଛି। ସେ ସୁଖ ଭୋଗ ହେଇଯିବା ପରେ ହବ ନା ମର୍ତ୍ତ୍ୟଲୋକ ଆସିବ। ମର୍ତ୍ତ୍ୟଲୋକ ଆସି କଣ କରିବ, ମାନେ ପୁଣ୍ୟ କର୍ମ କରିଥିବା ଲୋକମାନେ ଧର୍ମ ଗ୍ରହଣ କରନ୍ତି, ସେଭଳିଆ ପୁଣ୍ୟବାନ ଲୋକ ଏବଂ ଧନୀ ଲୋକଙ୍କୁ ସେ ଜନ୍ମ ଗ୍ରହଣ କରିବ। ଅଥବା କିମ୍ବା ଅଥବା ଯୋଗୀନାମ୍ ଏବ କୁଲେ ଭବତି ଧୀମତାଂ, କୁଲେ ଭବତି ଧୀମତାଂ। एतत् एतत् ही दुर्लभतरं लोक जन्म जत ईदृशम। तो किंबा खूब ज्ञानी ଯୋଗୀ ମାନଙ୍କ ଜନ୍ମ ନିଅନ୍ତି, ସେ ଘରେ ଜନ୍ମ ହବ ବା ଶ୍ରୀମନ୍ତ ଅର୍ଥାତ୍ ବଣିକ ଘରେ କିମ୍ବା ଜ୍ଞାନୀ ମାନଙ୍କ ଘରେ ଜନ୍ମ, ଜ୍ଞାନ ଯୋଗୀଙ୍କ ଗୃହରେ ଜନ୍ମ ହବ। ବାସ୍ତବିକ ପ୍ରକାର ଜନ୍ମ ଏ ପୃଥିବୀରେ ବଡ ଦୁର୍ଲଭ। ଅଥବା ଯୋଗୀ ନାମ ଏବ କୁଲେ ବଂଶରେ ଭବତି ଧୀମତାଂ, ଭବତି ଧୀମତାଂ। ଯୋଗୀ ମାନେ ଅର୍ଥାତ୍ ଧୀ ଜ୍ଞାନ, ଜ୍ଞାନ ଅନୁଶୀଳନ କରନ୍ତି, ସେଇଭଳିଆ ଯୋଗୀ ମାନଙ୍କ ଘରେ ସେ ଜନ୍ମ ହବ। ଏଇଟା ଯୋଉ ଦୁର୍ଲଭ ଜନ୍ମ। ଯୋଗୀ ପରିବାରରେ ଅର୍ଥାତ୍ ଯେଉଁ ଯୋଗୀଗଣ ଖୁବ୍ ଜ୍ଞାନୀ ସେମାନଙ୍କ ପରିବାରରେ, ଯୋଗୀ ପରିବାରରେ ଜନ୍ମ କରି ପ୍ରଶଂସା କରାଯାଉଛି। କାରଣ ଏଇ ପ୍ରକାର ପରିବାରରେ ଜନ୍ମ ଗ୍ରହଣ କରିଥିବା ପିଲା ଶୈଶବ କାଳରୁ ଆଧ୍ୟାତ୍ମିକ ପ୍ରେରଣା ଲାଭ କରେ। ଯୋଉ ଘରେ ବାପା ଭାଇ ସମସ୍ତେ ଏ ଆଧ୍ୟାତ୍ମିକ ଲାଇନରେ ଅଛନ୍ତି, ସେଇ ଘରେ ଜନ୍ମ ଲାଭ କରିଲେ ସେ ଛୋଟ ବେଳରେ ସେ ପରିବେଶ ପାଇକି ବଡ ହବ, ତାର ଭକ୍ତ ହବାର ତ ବହୁତ ଚାନ୍ସ ରହିଛି।
ବିଶେଷ କରି ଆଚାର୍ଯ୍ୟ ବା ଗୋସ୍ୱାମୀ ପରିବାରରେ ଏହା ଘଟେ। ଏହି ପରିବାରର ଲୋକମାନେ ସାଧାରଣତଃ ଅତ୍ୟନ୍ତ ଜ୍ଞାନୀ ଏବଂ ସେମାନେ ଉଚ୍ଚ ତାଲିମ ପାଇଥାନ୍ତି। ଫଳରେ ସେମାନେ ଗୁରୁ ହୁଅନ୍ତି। ଭାରତ ବର୍ଷରେ ଏଇ ପ୍ରକାର ପରିବାର ଅନେକ ଅଛି। ଗୁରୁ ତାଙ୍କର ପରିବାର ହିସାବରେ ଗୁରୁ ହୁଅନ୍ତି, କିନ୍ତୁ ସେତେବେଳେ ତାଙ୍କର ସେଇଭଳିଆ ଶିକ୍ଷା ଦୀକ୍ଷା ଥିଲା, ଜୀବନ ପ୍ରଣାଳୀ। କିନ୍ତୁ ଆଜିକାଲି ସେ ସବୁ ନାହିଁ। ଆଜିକାଲି ଉପଯୁକ୍ତ ଶିକ୍ଷା ଓ ତାଲିମ ଅଭାବରୁ ସେମାନଙ୍କର ପତନ ହେଇଯାଇଛି। ସେ ଗୋସ୍ୱାମୀ ଆଚାର୍ଯ୍ୟ ନାଁଟା ହିଁ ଗୋସ୍ୱାମୀ ଆଚାର୍ଯ୍ୟ, କାହା ଭଳିଆ କାମ ନାହିଁ। କିନ୍ତୁ ଯଥାର୍ଥ ରୂପରେ ଗୋସ୍ୱାମୀ ଆଚାର୍ଯ୍ୟ ମାନଙ୍କର ଘର ଆଧ୍ୟାତ୍ମିକ ପରିବେଶରେ ଘର। ତ ପ୍ରଭୁପାଦ କହୁଛନ୍ତି ଶିକ୍ଷା ଓ ତାଲିମ ଅଭାବରୁ ସେମାନଙ୍କର ପତନ ହେଇ କୃପାରୁ ଏଇ ପ୍ରକାର ପରିବାର କେତେକ ଅଛି ଯେ କି ଯୋଗୀ ଉତ୍ପାଦନ କରୁଛନ୍ତି। ବାସ୍ତବିକ ଏଇ ପ୍ରକାର ପରିବାରରେ ଜନ୍ମଲାଭ କରିବା ବଡ ସୌଭାଗ୍ୟର କଥା। ସୌଭାଗ୍ୟ କ୍ରମେ ଆମର ଦୁଇ ଜଣ ଯାକ ଆଚାର୍ଯ୍ୟ ଅର୍ଥାତ୍ ଓମ୍ ବିଷ୍ଣୁପାଦ ଶ୍ରୀଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ ଏବଂ ଭକ୍ତିବେଦାନ୍ତ ସ୍ୱାମୀ ମହାରାଜ ଏ ପ୍ରକାର ପରିବାରରେ ଜନ୍ମ କରିବାର ସୌଭାଗ୍ୟ ଗ୍ରନ୍ଥକାର ଲାଭ କରିଥିଲେ। ଭଗବାନ ପୂର୍ବରୁ ଉଭୟ ଶୈଶବ କାଳରୁ ଭକ୍ତ ମାର୍ଗରେ ତାଲିମ ପାଇଥିଲେ। ପରେ ସେ ଦୁହେଁ ଯୋଗ ବିଧି ଅନୁଯାୟୀ ପରସ୍ପରକୁ ଭେଟିଲେ। ତ ଆମେ ଆଗରୁ ଗୋଟେ ଏଇଠି ନା ହଁ ଏଇ ଗୀତାରୁ ଗୋଟେ କଥା କଣ ଲେଖା ଥିଲା, ଯୋଉଟା କି ପ୍ରଭୁପାଦ ନିଜର କଥା ମହିମା ବର୍ଣ୍ଣନା କରିଛନ୍ତି, ଲେଖିବା କଥା ନୁହଁ। ମୁଁ ମୁକୁନ୍ଦ ତୁମକୁ କହିଥିଲି ଏଟାକୁ ଖୋଜ ବାହାର କରିଛୁ କିନା। আজকে এই জিনিসটা দেখো ইংরেজিতে, এটা কি প্রভুপাদের তাৎপর্য আছে না অন্য কোথাও যোড়া হয়েছে? ঠিক আছে। তারপরে ଶ୍ଳୋକ ନମ୍ବର 43। ତ এই ଶ୍ଳୋକରେ କୁହାଯାଉଛି ତତ୍ରତଂ ବୁଦ୍ଧି ସଂଯୋଗମ୍ ଲଭତେ ପୂର୍ବଦେହିକମ୍ ଯତ ତେ ଚ ତतो ଭୂୟ ସଂସିଧୌ କୁରୁ ନନ୍ଦନ। ହେ କୁରୁ ନନ୍ଦନ, ହେ କୁରୁବଂଶ ଆନନ୍ଦଦାୟକ, এই ପ୍ରକାର ଜନ୍ମ ନେଇ ସେ ପୁଣି ତାର ପୂର୍ବ ଜନ୍ମର ସେଇ ଦିବ୍ୟ ଚେତନାକୁ ପୁନରୁତ୍ଥାନ କରାନ୍ତି ଏବଂ ପୂର୍ଣ୍ଣ ସିଦ୍ଧି ଲାଭ କରିବା ନିମିତ୍ତ ସେ ଅଧିକ ପ୍ରଯତ୍ନ ଶୁଣନ୍ତି। ପୂର୍ବେ ତାର ଭୁଲ କରିବାରୁ ପଥଭ୍ରଷ୍ଟ ହେଇଛି। ଏଇ ଜନ୍ମରେ ଆଉ ଥରେ ସେ ସୁଯୋଗ ପାଇବ। ହୁଁ। ତ ସୁଯୋଗ ପାଇଲେ କଣ କରିବ? ତତ୍ରତଂ ବୁଦ୍ଧି ସଂଯୋଗ, ସେ ତାର ବୁଦ୍ଧି ସଂଯୋଗକୁ ଏଠି ପ୍ରଭୁପାଦ କରୁଛନ୍ତି ଏ ଚେତନାର ପୁନରୁତ୍ଥାନ। ହୁଁ। ସେଠି ସେ କଣ କରିବ? ତା ଚେତନାର ପୁନରୁତ୍ଥାନ ହବ। ଲଭତେ ପର୍ବଦେହିକମ୍, ତା ପୂର୍ବ ଜୀବନ ଯୋଉ ଦିବ୍ୟ ଚେତନା ଥିଲା ସେଟା ପୁନର୍ବାର ଜାଗରଣ ହବ। ହେଲେ ଯତତେ ଚ ତତ ଭୂୟ, ତ ପୁନର୍ବାର ସେମାନଙ୍କୁ ଯତ୍ନଶୀଳ ହେବେ। ଯତ୍ନଶୀଳ ହେଇକି ସଂସିଦ୍ଧ କୁରୁନନ୍ଦନ, ସେମାନେ ଏଇ ସିଦ୍ଧି ପୂର୍ଣ୍ଣ ସିଦ୍ଧି ସଂସିଦ୍ଧି, ସିଦ୍ଧି ଆଉ ସଂସିଦ୍ଧି, ସଂସିଦ୍ଧି ମାନେ ସମ୍ୟକ ରୂପରେ ସିଦ୍ଧି ପାଇବେ, ଅର୍ଥାତ ପୂର୍ଣ୍ଣ ସିଦ୍ଧି ଲାଭ କରିବା ପାଇଁ କି ଯତତେ ସେମାନେ ଯତ୍ନଶୀଳ ହେବେ। ତାରପରେ ସେମାନେ ଜନ୍ମ ଲାଭ କରିବା ପରେ ଯତ୍ନଶୀଳ ହେବେ। ତତ୍ର ତଂ ବୁଦ୍ଧି ସଂଯୋଗମ୍ ଲଭତେ ପର୍ବଦେହିକମ୍ ଯତତେ ଚ ତତ ଭୂୟ ସଂସିଧୌ କୁରୁ ନନ୍ଦନ। ରାଜା ଭରତ ତାଙ୍କ ତୃତୀୟ ଜନ୍ମରେ ଏକ ଉଚ୍ଚ ବ୍ରାହ୍ମଣ ପରିବାରରେ ଜନ୍ମ ଲାଭ କରିଥିଲେ।
କିପରି ବ୍ୟକ୍ତି ପୂର୍ବ ଦିବ୍ୟ ଚେତନା ପରଜନ୍ମରେ ପୁଣି ଲାଭ କରେ, ତାହାର ଏହା ହଉଛି ଏକ ଉଦାହରଣ। ତ ଭରତ ମହାରାଜ ତ ରାଜା ଥିଲେ, ଘର ବାଡି ପରିତ୍ୟାଗ କରିକି ଭକ୍ତି କରି ଜଙ୍ଗଲକୁ ଗଲେ। ତାପରେ ଗୋଟେ ହରିଣ ପ୍ରତି ଆସକ୍ତ ଭଲ ପାଇଲେ ତାକୁ। ମୃତ୍ୟୁ ସମୟରେ ହରିଣକୁ ମନେ ପଡିଲା, ଭଗବାନ ମନରେ ଆସିଲେନି। ତ ହରିଣ ଜନ୍ମ ପାଇଲା। ହରିଣ ଜନ୍ମ ପାଇଲେ ବି ପୂର୍ବ ଜନ୍ମର ସଂସ୍କାର ବଶତଃ ଏସବୁ ତାର ମନେ ପଡିଲା। ମୋର ଏଇଭଳିଆ ହଁ ହରିଣ ତ ଆସକ୍ତି ଅବସ୍ଥା ହେଲା। ତାପରେ ସାଙ୍ଗେ ସାଙ୍ଗେ ସେ ହରିଣ ସ୍ୱରୂପ ତ୍ୟାଗ କରିଲେ। କରିକି ବ୍ରାହ୍ମଣଙ୍କର ଜଡ ଭରତ ଏ ରୂପରେ ସେ ଜନ୍ମ ଲାଭ କରିଲେ। ତ ସେ କଥା ପ୍ରଭୁପାଦ କହୁଛନ୍ତି, ରାଜା ଭରତ ପରଜନ୍ମରେ ଉଚ୍ଚ ବ୍ରାହ୍ମଣ କୂଳରେ ଜନ୍ମ ଲାଭ କରି ପୂର୍ବ ଦିବ୍ୟ ଚେତନାର ପୁନରୁତ୍ଥାନ କରାଇ ପାଇଥିଲେ। ରାଜା ଭରତ ଏ ପୃଥିବୀର ସମ୍ରାଟ ଥିଲେ। ସେଇଦିନ ଠାରୁ ଏ ପୃଥିବୀ ଦେବତା ମାନଙ୍କର ମଧ୍ୟରେ ଭାରତବର୍ଷ ବୋଲି ପରିଚିତ ହୋଇ ଆସୁଛି। ସେ ରାଜା ଭରତ ଶାସନ କରୁଥିଲେ, ଦେବତା ମାନଙ୍କୁ ଭାରତ ବର୍ଷ ବୋଲି କହୁଥିଲେ। ପୂର୍ବରୁ ଏହା ଇଲାବର୍ତ୍ତ ବର୍ଷ ନାମରେ ପରିଚିତ ଥିଲା। ତା ଆଗରୁ ଥିଲା ଇଲାବର୍ତ୍ତ ବର୍ଷ, ତାପରେ ହେଲା ଭାରତ ବର୍ଷ, ତାକୁ କୋଉଠି ବ୍ରହ୍ମାବର୍ତ୍ତ ବି କୁହାଯାଉଥିଲା। ତ ସମ୍ରାଟ ଖୁବ କମ ବୟସରେ ରାଜ୍ୟ ତ୍ୟାଗ କରି ଆଧ୍ୟାତ୍ମିକ ସାଧନା ନିମିତ୍ତ ବନ ଗମନ କଲେ, କିଏ ଭରତ ମହାରାଜ। କିନ୍ତୁ ସିଦ୍ଧି ଲାଭ କରି ପାରିଲେ ନାହିଁ। ପରଜନ୍ମରେ ସେ ଏକ ଉଚ୍ଚ ବ୍ରାହ୍ମଣ ପରିବାର ଜନ୍ମ ଲାଭ କଲେ ଏବଂ ଜଡ ଭରତ ନାମରେ ପରିଚିତ ହେଲେ। ସେ ଏକାନ୍ତ ସ୍ଥାନରେ ବାସ କରୁଥିଲେ, ମୌନ ରହୁଥିଲେ, କାହାରି ସହିତ କଥାବାର୍ତ୍ତା କରୁନଥିଲେ। ତେଣୁ ତାଙ୍କୁ ଜଡ ଭରତ ବୋଲି କୁହାଯାଉଥିଲା। ପରେ ରାଜା ରୁହଗଣ ଜାଣିପାରିଲେ ଯେ ସେ ହଉଛନ୍ତି ଜଣେ ମହାନ ଯୋଗୀ। ତାଙ୍କର ଜୀବନରୁ ଜଣା ଯାଉଛି ଯେ ସାଧନ ବା ଯୋଗ ଅଭ୍ୟାସ କେବେ ହେଲେ ବୃଥା ହୁଏ ନାହିଁ, ଯାଏନି। ଭଗବାନଙ୍କ କୃପାରୁ ଯୋଗୀ ପୂର୍ଣ୍ଣ କୃଷ୍ଣ ଚେତନା ଲାଭ କରିବା ନିମିତ୍ତ ବାରମ୍ବାର ସୁଯୋଗ ପାଏ। ଯେ ଆଧ୍ୟାତ୍ମିକ ଜୀବନ ଯାପନ କରୁଛି, ଯେ ଭଲ କାମ କରେ ତାର କେବେ ହେଲେ ଖରାପ ହବନି, ସବୁବେଳେ ଭଲ ହବ। ଆଉ ଯେ ଆଧ୍ୟାତ୍ମିକ ଜୀବନ ଯାପନ କରୁଛି ତାର ଏସବୁ ସୁଯୋଗ ଅଛି। ସେ ପଥଭ୍ରଷ୍ଟ ହେଲେ, ଯୋଗ ଭ୍ରଷ୍ଟ ହେଲେ ବି ସେ ସୂଚୀନାଂ ଧୂମତାଙ୍ଗ ପୁଣ୍ୟବାନ ବ୍ୟକ୍ତି, ବଣିକ ବ୍ୟକ୍ତି, ଯୋଗୀ, ଆଧ୍ୟାତ୍ମିକ ବ୍ୟକ୍ତି ସେମାନଙ୍କ ଘରେ ଜନ୍ମ ଲାଭ କରିବେ। ସେଇଠୁ ଆଉଥରେ କୃଷ୍ଣ ପ୍ରାକ୍ଟିସ କରିବେ। କିନ୍ତୁ ଭୌତିକ କାର୍ଯ୍ୟକଳାପ ଏଇଟା ହବନି। ଭୌତିକ କାର୍ଯ୍ୟକଳାପ ଟା ସେ ଭୋଗ ହେଇକି ଶେଷ ହେଇଯିବ। ଆଉ ଭୌତିକ ଜ୍ଞାନ, ହଁ, ସେ ଏଇ ଜୀବନରେ ଯାହା ଲାଭ କରିଛି ପର ଜୀବନରେ ସେଇଠୁ ଆରମ୍ଭ କରିବ ତା ନୁହଁ। ଆଧ୍ୟାତ୍ମ ଟା ଯୋଉଠି ଶେଷ କରିଛି ସେଇଠୁ ଆଉଥରେ ଆରମ୍ଭ କରିବ। ତାପରେ କହିଛି ପୂର୍ବ ଅଭ୍ୟାସେନ ତେନ ଏବ କ୍ରିୟତେ ହି ଅବଶୋପି ସହ ଜିଜ୍ଞାସୁରପି ଯୋଗସ୍ୟ ଶବ୍ଦ ବ୍ରହ୍ମାତି ବର୍ତ୍ତତେ। ତାର ପୂର୍ବ ଜନ୍ମରେ ତାର ଦିବ୍ୟ ଚେତନା ଥିଲା। ସେଇଥି ଯୋଗୁ ସେ ଏ ଜନ୍ମରେ ସ୍ୱତଃ ଯୋଗ ସାଧନ ପ୍ରତି ଆକୃଷ୍ଟ ହେଇଯିବ। ପୂର୍ବ ଜନ୍ମର ସଂସ୍କାର ରହିଛି ତ, ସେଥିପାଇଁ କି ସେ ଆକୃଷ୍ଟ ହବ। ସେ ସେଗୁଡ଼ିକୁ ନ ଚାହୁଁଥିଲେ ସୁଦ୍ଧା ସେଗୁଡିକ ବଳେ ବେଳେ ତା ପାଖକୁ ପାଖକୁ ଆସନ୍ତି। ଏଇ ପ୍ରକାର ଜିଜ୍ଞାସୁ ଯୋଗୀ, ଯିଏ କି ଯୋଗ ପ୍ରତି ଆସକ୍ତ, ସର୍ବଦା ବେଦର କର୍ମକାଣ୍ଡ ପଦ୍ଧତି ଅନୁଯାୟୀ କରଣୀୟ ବ୍ରତ ବିଧିର ବହୁତ ଊର୍ଦ୍ଧ୍ୱରେ ମାନେ ଆଉ କର୍ମକାଣ୍ଡ ପ୍ରତି ଆସକ୍ତ ନ ହେଇକି ସେ ଆତ୍ମଜ୍ଞାନ ଲାଭରେ ଯୁକ୍ତ ହବ। ପୂର୍ବ ଅଭ୍ୟାସନ, ପୂର୍ବ ଜୀବନର ଅଭ୍ୟାସ ପାଇଁକି ବା ଅଭ୍ୟାସ ଦ୍ୱାରା ତେନେବ ହିୟତେ ହି ଅବଶ୍ୟ ଅପିସା। ତ ସେଇ ପ୍ରଭାବ ପାଇଁକି ସେ କଣ ହବ, ହିୟତ ମାନେ ଆକୃଷ୍ଟ। ସେ ଅସହାୟ ଅବଶ୍ୟ ହେଇକି
ଇଚ୍ଛା ନଥିଲେ ବି ସେ ପ୍ରତି ଆକୃଷ୍ଟ ହେଇଯିବ। ହଁ, ସ୍ୱାଭାବିକ ଭାବରେ ଆକୃଷ୍ଟ ହବ। ଜାଣିବାକୁ ଚାହିଁବ। ଆଉ ଶବ୍ଦ ବ୍ରହ୍ମ ଅତିବର୍ତ୍ତତେ ଜିଜ୍ଞାସୁ ଅପି ଯୋଗସ୍ୟ, ସେ ଯୋଗରେ ଲାଗିବ, ଜ୍ଞାନରେ, ଆତ୍ମଜ୍ଞାନ ଲାଭରେ ସେ ବ୍ୟସ୍ତ ହବ। ଶବ୍ଦ ବ୍ରହ୍ମ ଅତିବର୍ତ୍ତତେ, ଶବ୍ଦ ବ୍ରହ୍ମ ହଉଛି କଣ? ବେଦ। ବେଦର କର୍ମକାଣ୍ଡ ଅନୁଯାୟୀ ପୂଜା ବ୍ରତ ବିଧି ବିଧାନକୁ ସେ ଅତିକ୍ରମ କରିଯିବ, ଅର୍ଥାତ୍ ସେଥିରେ ବେଶୀ ମନ ନ ଦେଇ ତାର ঊର୍ଦ୍ଧ୍ୱରେ ସେ ଅବସ୍ଥାନ କରିବ। ଯେଉଁମାନେ ଅତି ଉଚ୍ଚ ସ୍ତରର ଯୋଗୀ, ସେମାନେ ବେଦର କର୍ମକାଣ୍ଡରେ ଦିଆଯାଇଥିବା ବ୍ରତ ବିଧି ବିଧାନ ପ୍ରତି ବିଶେଷ ଆକୃଷ୍ଟ ହୁଅନ୍ତି ନାହିଁ। ତ ସେମାନେ ସ୍ୱତଃ ସର୍ବୋଚ୍ଚ ଯୋଗ ପଦ୍ଧତି ଅର୍ଥାତ୍ କୁଶଚେତନ ମାର୍ଗ ପ୍ରତି ଆକୃଷ୍ଟ ହୁଅନ୍ତି। ଯଥାର୍ଥ ଯୋଗୀ ଯୋଉମାନେ, ତା ଭିତରେ ଜ୍ଞାନ ଯୋଗୀ ଜ୍ଞାନୀ ଜ୍ଞାନ ପାଇଁ ଆକୃଷ୍ଟ ହେବେ, ଧ୍ୟାନ ଯୋଗୀ ଧ୍ୟାନ ପାଇଁ ଆକୃଷ୍ଟ ହେବେ। କିନ୍ତୁ ଯଥାର୍ଥ ଯୋଗର ଚରମ ସ୍ତରରେ ପହଞ୍ଚିବାକୁ ହେଲେ ସେମାନେ କୃଷ୍ଣ ଚେତନା ମାର୍ଗ ପ୍ରତି ଆକୃଷ୍ଟ ହେବେ। କାରଣ ଏହା ସେମାନଙ୍କୁ ପୂର୍ଣ୍ଣ କୃଷ୍ଣ ଚେତନା ଲାଭ କରିବା ଦିଗରେ ଅଗ୍ରଗତି କରିବାରେ ସାହାଯ୍ୟ କରିବ, ମାନେ ଭଗବତ ଭକ୍ତି ଅନୁଶୀଳନ କରିବ। ଉଚ୍ଚ ସ୍ତରର ଯୋଗୀମାନେ କିପରି ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି, ତାହା ଶ୍ରୀମଦ୍ ଭାଗବତମ୍ ତୃତୀୟ ସ୍କନ୍ଧ 33 ଅଧ୍ୟାୟ 8 ନମ୍ବର ଶ୍ଲୋକରେ କୁହାଯାଇଛି। ଉଚ୍ଚ ସ୍ତରର ଯୋଗୀମାନେ କିପରି ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି। ଅହବତ୍ ଛୋପଛୋତ ଗରିୟାନ୍ ଯଦ୍ ଜିହ୍ୱାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ୍ ତେପ୍ସୁ ତପସ୍ତେ ଯୁଜୁଃ ଜୁହୁଃ ଶଶ୍ନୁର୍ ଆର୍ଯା ବ୍ରହ୍ମାନୁଚର ନାମ ଗୃହନ୍ତି ଯେତେ। ଏଇଟା ଶ୍ଲୋକ ଉଦ୍ଧୃତ କଲେ କଣ, ୟାର ସାଙ୍ଗେ କଣ ସମ୍ପର୍କ ବୁଝ। ରାଉତର ଅଗ୍ରଗତି କରିବାରେ ସାହାଯ୍ୟ କରିବେ। ହେ ଭଗବାନ, ଯେଉଁମାନେ ଆପଣଙ୍କର ଦିବ୍ୟ ନାମ କୀର୍ତ୍ତନ କରନ୍ତି, ସେମାନେ ଚଣ୍ଡାଳ କୁଳରେ ଜନ୍ମ ହେଲେ ସୁଦ୍ଧା ଆଧ୍ୟାତ୍ମିକ ମାର୍ଗରେ ଖୁବ୍ ଅଗ୍ରଗତି କରିଥାନ୍ତି। ଏଇ କୀର୍ତ୍ତନକାରୀଗଣ ନିଃସନ୍ଦେହ ଭାବରେ ସମସ୍ତ ପ୍ରକାର ଯଜ୍ଞ ଅନୁଷ୍ଠାନ ଓ ବ୍ରତ ବିଧି ଆଚରଣ କରି ସାରିଛନ୍ତି, ସମସ୍ତ ତୀର୍ଥସ୍ଥାନରେ ସ୍ନାନ କରି ସାରିଛନ୍ତି ଏବଂ ସମସ୍ତ ବେଦ ଅଧ୍ୟୟନ କରିସାରିଛନ୍ତି। ସେ ଚାଣ୍ଡାଳ ଜନ୍ମ ହେଲେ ବି ଭଗବାନଙ୍କ ନାମ କୀର୍ତ୍ତନ କରିଲେ ଏ ସବୁ ତାର କମ୍ପ୍ଲିଟ ହେଇଛି, ଆଉ ଗୋଟେ କରିବା ଦରକାର। ଏହାର ଏକ ପ୍ରସିଦ୍ଧ ଉଦାହରଣ ସେ ଚୈତନ୍ୟ ଭାବରେ ଦେଇଛନ୍ତି। ସେ ଠାକୁର ହରିଦାସଙ୍କୁ ତାଙ୍କର ଏକ ପ୍ରସିଦ୍ଧ ଶିଷ୍ୟ ରୂପରେ ନାମାଚାର୍ଯ୍ୟ ରୂପରେ ଗ୍ରହଣ କରି ଏହାର ପ୍ରମାଣ କରିଦେଇଛନ୍ତି। ଠାକୁର ହରିଦାସ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ସେ ଦୈନିକ 3 ଲକ୍ଷ ନାମ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ସେୟାକୁ ବଡ କଡାକଡି ଭାବରେ ପାଳନ କରୁଥିଲେ। ଟିକେ ସୁଦ୍ଧା ବ୍ୟତିକ୍ରମ କରୁଥିଲେ, 3 ଲକ୍ଷ ନାମ ଜପ କରୁଥିଲେ। ସେଥିପାଇଁ ସେ ଚୈତନ୍ୟ ମହାପ୍ରଭୁ ତାଙ୍କୁ ନାମାଚାର୍ଯ୍ୟ ପଦକୁ ଉନ୍ନୀତ କରାଇଥିଲେ। ସେ ସତତ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରୁଥିବାରୁ ସୂଚିତ ହେଉଛି ଯେ ପୂର୍ବ ଜନ୍ମରେ ଶବ୍ଦ ବ୍ରହ୍ମ ନାମରେ କଥିତ ବେଦରେ ବର୍ଣ୍ଣିତ ସମସ୍ତ ବିଧି ବିଧାନ ପାଳନ କରିସାରିଛନ୍ତି। ତା ନ ହୋଇଥିଲେ, ଅର୍ଥାତ୍ ବ୍ୟକ୍ତି ବିଶୁଦ୍ଧ ନ ହୋଇଥିଲେ ସେ କଦାପି କୃଷ୍ଣ ଚେତନା ମାର୍ଗ ଗ୍ରହଣ କରିପାରିବ ନାହିଁ, କିମ୍ବା ହରେ କୃଷ୍ଣ ମନ୍ତ୍ର କୃଷ୍ଣଙ୍କ ଦିବ୍ୟ ନାମ କୀର୍ତ୍ତନ ରତ ହୋଇପାରିବ ନାହିଁ। ତ ପ୍ରଭୁପାଦ ଚୈତନ୍ୟ ମହାପ୍ରଭୁ କିମ୍ବା ହରିଦାସ ଠାକୁରଙ୍କୁ ଦୃଷ୍ଟାନ୍ତ ଦଉଛନ୍ତି, କିନ୍ତୁ ପ୍ରଭୁପାଦ ନିଜେ ଯାହା କରିଛନ୍ତି ତ ହଜାର ହଜାର ମୁସଲମାନ ପରିବାର ଜନ୍ମ ହେଇଥିବା, ଇହୁଦୀ ପରିବାର ଜନ୍ମ ହେଇଥିବା, ଖ୍ରୀଷ୍ଟିଆନ ପରିବାର ଜନ୍ମ ହେଇଥିବା ହଜାର ହଜାର ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ଜପ କରୁଛନ୍ତି, ଭଲ ବୈଷ୍ଣବ ହଉଛନ୍ତି। ତ ତାର ମାନେ କଣ? ତାର ମାନେ ସେମାନେ ପୂର୍ବ ଜୀବନରେ ଏ ସମସ୍ତ ଯୋଗ ତପସ୍ୟା ବ୍ରତ ଉପବାସ କରିଥିବେ ନିଶ୍ଚୟ। ସେ ସବୁ କରିଛନ୍ତି ବୋଲି
ଏଇ ଜୀବନରେ ସେମାନେ ଏଇ ସୁଯୋଗ ପାଇଲେ, ସୁଯୋଗ ପାଉଛନ୍ତି ତ ଅନେକ, କିନ୍ତୁ ଗ୍ରହଣ କରୁନାହାନ୍ତି। ତାଙ୍କ ସୌଭାଗ୍ୟ ଫଳରେ ସେମାନେ ଗ୍ରହଣ କରିଲେ। ତ ଏଇଟା ପ୍ରମାଣ, ହଁ, ଯେ କଥା ପ୍ରଭୁପାଦ କହୁଛନ୍ତି ଯେ ପୂର୍ବ ଜନ୍ମରେ ତାର ଦିବ୍ୟ ଚେତନା ଥିଲା, ସେଥିପାଇଁ ସେ ସ୍ୱତଃ ପ୍ରଭୃତି ଆକୃଷ୍ଟ ହେଇଗଲେ। ଆମେ ଦେଖୁଛେ ଗୋଟେ 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 ଛୋଟ ବେଳାରୁ ଛୁଆମାନେ ଭକ୍ତି ପ୍ରତି ଆକୃଷ୍ଟ ହୁଅନ୍ତି। କାହିଁକି ନା ପୂର୍ବ ଜନ୍ମରେ ସେମାନେ କିଛି ଥିଲେ, ଭକ୍ତି କରୁଥିଲେ, ଯୋଗ ଭ୍ରଷ୍ଟ ହେଲେ ବୋଲି ଭକ୍ତ ଘରେ ଜନ୍ମ ହେଲେ। ସେଥିପାଇଁ କି ଆମ ଘରରେ ଶିଶୁମାନଙ୍କୁ ଖୁବ ଯତ୍ନ କରିବା ଦରକାର। ସେମାନେ ତାଙ୍କ ପୂର୍ବ ସୁକୃତି ଫଳରେ ଯୋଉମାନେ ବୈଷ୍ଣବ ଗୃହସ୍ଥ ଅଛନ୍ତି ତା ଘରେ ଜନ୍ମ ହେଲେ, ତା ବୈଷ୍ଣବ ଗୃହସ୍ଥ ଦେଖିବେ ଯେ ଏଇ ଛୁଆକୁ କେମିତି ଭଲ କରି କୃଷ୍ଣ ଚେତନାମୟ କରିକି ଗଢି ତୋଳିବେ। ତାହେଲେ ସେ ଆମ ଘରେ ଜନ୍ମ ହବାର ତାର ଯୋଉ ଉଦ୍ଦେଶ୍ୟ ସେଟା ସାଧିତ ହବ। ଆଉ ସେ ପିଲାମାନଙ୍କର ସ୍ୱାଭାବିକ ଭାବରେ ଆଗ୍ରହ ରହିବ ଭଗବତ ଭକ୍ତି। ସାଧାରଣତଃ ଏମିତି ଅନେକ ଅଛି ଭକ୍ତ ଘରେ ଜନ୍ମ ହେଇକି ବି ଅଭକ୍ତ ହଉଛନ୍ତି। ହଁ, ଏଭଳିଆ ବି ଦୃଷ୍ଟାନ୍ତ ରହିଛି, କିନ୍ତୁ ସାଧାରଣତଃ ଏଇଟା ହବ। ଆଉ ସେମାନେ କର୍ମକାଣ୍ଡ ପ୍ରତି ଆଉ ଆକୃଷ୍ଟ ହବା ଦରକାର ନାହିଁ, ସେମାନେ ସିଧା ଭଗବତ ଭକ୍ତି କରିବେ। 45 ନମ୍ବର ଶ୍ଲୋକ। ପ୍ରୟ 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 কি রে বাবাটা প্রয়নাত প্রয়নাত দত্তমানস্তু প্রয়নাত কঠিন সাধনকারী প্রজনাত বা প্রয়নাত যতমান হতু যোগী সংশুদ্ধ কিলবিষহ কিলবিষহ অনেক জন্ম ସଂସିଦ୍ଧ ତତୁ ଜାତି ପରାମ। ଯେତେବେଳେ ଯୋଗୀ ଯୋଗ ପଥରେ ଅଗ୍ରଗତି କରିବା ନିମିତ୍ତ ଖୁବ ନିଷ୍ଠା ସହକାରେ ଯୋଗ ଅଭ୍ୟାସ କରିବାକୁ ଲାଗି ପଡେ, ସେତେବେଳେ ସେ ସମସ୍ତ ପ୍ରକାର ପାପରୁ ମୁକ୍ତ ହେଇଯାଏ ଏବଂ ପରିଶେଷରେ ଅନେକ ଜନ୍ମର ଯୋଗ ଅଭ୍ୟାସ ଫଳରେ ସେ ପରମ ଗତି ଲାଭ କରେ। ଏଠି ଯୋଗୀ ହତ ଯୋଗ ସାଧନା ଯୋଉମାନେ କରନ୍ତି ତାଙ୍କ କଥା କୁହାହଉଛି। ତ ଯୋଗୀ ଯୋଗ, କିନ୍ତୁ ଯୋଉମାନେ ଯୋଗୀ ଅଛନ୍ତି ସବୁ ଯତ୍ନଶୀଳ ଭାବେ ଯୋଗ କରନ୍ତି। ପ୍ରଯତ ଯତମାନସ୍ତୁ, ସେମାନେ ସଂଶୁଦ୍ଧ କିଳବିଷ, ସନ୍ତୁ ପାପରୁ ମୁକ୍ତ ହୁଅନ୍ତି। ଏଇ ଭାବେ ଅନେକ ଜନ୍ମ ସଂସିଦ୍ଧ ତତ୍ଵ ଜାତି ପରାଙ୍ଗତି, ଅନେକ ଜନ୍ମର ଯୋଗ ଅଭ୍ୟାସ ପରେ ପରମଗତି ଲାଭ କରେ। ତ ଆମେ ଦେଖୁଛେ ଏଠି ଭଗବାନ କୃଷ୍ଣ ଗୀତାରେ ଦୁଇଟା କଥା କହିଲେ, ଏଇଟା ଖୁବ ଗୁରୁତ୍ୱପୂର୍ଣ୍ଣ କଥା। ଜ୍ଞାନୀ ମାନଙ୍କ ସମ୍ପର୍କରେ କଣ କହିଲେ? ବହୁନାଂ ଜନ୍ମ ନମାନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟନ୍ତେ। ବହୁ ଜନ୍ମ ପରେ ସେମାନେ ମତେ ପ୍ରପତ୍ତି କରିବେ, ବହୁନାଂ ଜ୍ଞାନୀ ମାନେ। ଆଉ ଯୋଗୀ ମାନେ କଣ କହିଲେ? ନା ଅନେକ ଜନ୍ମ ସଂସିଦ୍ଧ ତତ୍ଵ ଜାତି ପରାଙ୍ଗତି। ହଁ, ଅନେକ ଜନ୍ମ ଯୋଗ ଅଭ୍ୟାସ କରେ ସେମାନେ ପରମଗତି ଲାଭ କରେ। ବିଶେଷ କରି ଏକ ପୁଣ୍ୟ କର୍ମ ସମ୍ଭ୍ରାନ୍ତ ବଂଶରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଯୋଗ ଅଭ୍ୟାସ ନିମିତ୍ତ ପାଇଥିବା ଅନୁକୂଳ ବାତାବରଣ ପ୍ରତି ସଚେତନ ହୋଇ ଉଠେ। ତେଣୁ ସେ ଦୃଢତା ସହକାରେ ତାର ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାରେ ଲାଗି ପଡେ। ସେ ଏହିପରି ଭାବରେ ସମ୍ପୂର୍ଣ୍ଣ ରୂପରେ ସମସ୍ତ ପ୍ରକାର ଭୌତିକ ଦୋଷରୁ ମୁକ୍ତ ହୁଏ। ପୂର୍ବ ଜୀବନ ସଂସ୍କାର ଅଛି, ଏଇ ଜୀବନ ଭଲ ପରିବେଶ ପାଇଛି, ସେ ପୂର୍ଣ୍ଣ ସୁଯୋଗ ନେଇକି ଚେଷ୍ଟା କରେ କି ଭାବରେ ଏଇ ଭୌତିକ ଅବସ୍ଥାରୁ ସେ ମୁକ୍ତ ହବ। ଯେତେବେଳେ ସେ ସମ୍ପୂର୍ଣ୍ଣ ରୂପରେ ଦୋଷମୁକ୍ତ ହେଇଯାଏ, ସେତେବେଳେ ସେ ପରମ ସିଦ୍ଧି କୃଷ୍ଣ ଚେତନା ଲାଭ କରେ। କୃଷ୍ଣ ଚେତନା ହଉଛି ସମସ୍ତ ଦୋଷରୁ ମୁକ୍ତ ହବାର ଉପଯୁକ୍ତ ସ୍ତର। ଭଗବତ ଗୀତାରେ କୁହାଯାଇଛି ଯେ ଶାନ୍ତୁ ଅନ୍ତଗତମ ପାପା ଜନନାଂ ପୁଣ୍ୟ କର୍ମାଣ ତେ ଦ୍ୱନ୍ଦ ମୋହ ନିର୍ମୁକ୍ତା ଭଜନ୍ତେ ମାଂ, ମାନେ ମତେ ଦୃଢତାର ସହ। ଅନେକ ଜନ୍ମ ଧରି ପୁଣ୍ୟ କର୍ମ କଲା ପରେ ଯେତେବେଳେ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ଦୋଷରୁ
ସମସ୍ତ ଦୋଷରୁ ଦେଶାଂ ତ ଅନ୍ତଗତମ୍ ପାପା ଜନାନାଂ ପୁଣ୍ୟକର୍ମ। ପୁଣ୍ୟ କର୍ମ କରୁଥିବା ଲୋକ ହୁଁ, ସେମାନେ ସମସ୍ତ ପାପରୁ ମୁକ୍ତ ହୁଅନ୍ତି, ସମସ୍ତ ମାୟା ମୋହ ପୂର୍ଣ୍ଣ ଦ୍ୱନ୍ଦ୍ୱରୁ ମୁକ୍ତ ହୁଅନ୍ତି। ते ଦ୍ୱନ୍ଦ୍ୱ ମୋହ ଦ୍ୱନ୍ଦ୍ୱ ମୋହରୁ ମୁକ୍ତ ହୋଇଯାନ୍ତି। କଣ କହନ୍ତି ଭଜତେ ମାଂ ଦୃଢ। ସେତେବେଳେ ସେମାନେ ଅ, ମୋର ଦୃଢ ଭାବରେ ମୋ ଦିବ୍ୟ ସେବାରେ ସେମାନେ ନିଯୁକ୍ତ ହୁଅନ୍ତି। ଠିକ ଅଛି, ତ 45 নম্বର ଶ୍ଲୋକ ହେଇଗଲା। ଖାଲି 46 নম্বର ଶ୍ଲୋକ ପାଠ କରିକି ଶ୍ରବଣ କରିବା। ବର୍ତ୍ତମାନ ଆମେ ମାନେ କଣ କରିବା, ବଙ୍ଗଳାରେ ଚୈତନ୍ୟ ଚରିତାମୃତ କିଛି ପାଠ କରିକି ଶ୍ରବଣ କରିବା। ହରେ କୃଷ୍ଣ ମହାରାଜ। ମହାରାଜ ହୁଁ। ଦ୍ୱିତୀୟ ଅଧ୍ୟାୟର ଲାଷ୍ଟ ଶ୍ଲୋକରେ ଏସା ବ୍ରାହ୍ମୀ ସ୍ଥିତି ପାର୍ଥେ ନୈନଂ ପ୍ରାର୍ଥ ବିମୁହତି ସ୍ଥିତନ ସାମତ କାଳେ ଅପି ବ୍ରହ୍ମା ନିର୍ବାଣ ରଜତି। ମାନେ କଣ ମହାରାଜ ସେଇଟା ବୁଝିପାରୁନି। ଏହା ହେଉଛି ଦିବ୍ୟ ଜୀବନ, ଏହା ପ୍ରାପ୍ତ ହେଲେ ମାନବର ଆଉ ମୁହ୍ୟମାନ ହୁଏ ନାହିଁ। ଏଇ ସ୍ଥିତିରେ ରହିଲେ ଏପରି ଅନ୍ତ କାଳରେ ମାନବ ଭଗବାନଙ୍କର ରାଜ୍ୟ ମାନେ ବୈକୁଣ୍ଠ ଲୋକକୁ ପ୍ରବେଶ କରେ। ମୁହ୍ୟ ମାନେ ମତଲବ କଣ? ମୁହ୍ୟ ମାନେ ମୋହିତ ହବନି। ଏଇ ଯୋଉ ଜଗତ ମାନେ ଆଧ୍ୟାତ୍ମିକ ମାନେ ସେମାନେ ଆଧ୍ୟାତ୍ମିକ ସ୍ତରରେ ଉନ୍ନତ ହେଇଯିବେ। ଏସବୁ ବ୍ରାହ୍ମୀ ସ୍ଥିତି। ବ୍ରାହ୍ମୀ ଆଜ୍ଞା ସ୍ଥିତି ମାନେ ଆଧ୍ୟାତ୍ମିକ ସ୍ଥିତି, ବୁଝିପାରିଲ? ଆଜ୍ଞା ଆଧ୍ୟାତ୍ମିକ ସ୍ଥିତି ମାନେ ଦୃଢ ଭାବରେ ସ୍ଥିତ ରହିଛନ୍ତି। ସେମାନେ ଆଉ ଜଗତ ପ୍ରତି ମୋହିତ ହେବେନି। ହଁ, ମୋହିତ ହେଇକି ଭଗବତ ଧାମକୁ ଯିବେ ସେମାନେ। ଆଜ୍ଞା ହରେ କୃଷ୍ଣ। हरे कृष्ण महाराज, दंडवत प्रणाम महाराज। बोलो। महाराज বহুনাম জন্ম নামন্তে জ্ঞানবান মাম প্রপদ্যতে, ওটা জ্ঞান যোগীর ক্ষেত্রে হলো মহারাজ। আর এটা অনেক জন্ম সংসিদ্ধ তত জাতি পরাম গতিম, এটা কি ধ্যান যোগীর ক্ষেত্রে হলো মহারাজ? আমার তো সেরকম মনে হয়, যেহেতু এই অধ্যাত্ম ধ্যান যুগের সম্পর্কে বলা হচ্ছে। আর মহারাজ ভ্রষ্ট যোগী হয়তো জ্ঞান যোগ করছিলেন, জ্ঞান যোগী তিনি যখন আবার শুরু করবেন, তো এই জ্ঞানযোগী ধ্যানযোগী ভক্তিযোগী যে যে কোনো কুলে জন্মাবেন না মহারাজ? যেখান থেকে শেষ করেছিলেন সেখান থেকে শুরু করবেন মহারাজ? এটা অত ডিটেল আমি বলতে পারবো না। কোন করে জন্ম হবে কি করবে। আর এটা মহারাজ আসলে যে কোনো একটা ভালোই হবে ওনার প্রতি চাইটা। আর মহারাজ আপনার শ্রীমতী থেকে শ্রবণ করেছিলাম যে রাজা ভরত ভাবভক্তির স্তর থেকে পতন হয়েছিলেন। তো মহারাজ যদি প্রেম ভক্তির স্তরে কেউ পৌঁছে যায় তাহলে আর পতনের আশঙ্কা থাকে না মহারাজ? আমি শুনেছি প্রেম ভক্তি যে মাধুর্য কাদম্বনীতে বিশ্বনাথের মধ্যে বর্ণনা করেছেন, অনর্থ নিবৃত্তি দেখবেন। ওটা আমি বাংলায় বাহির করেছি, মাধুর্য কাদম্বনী। অনর্থ নিবৃত্তি, বিভিন্ন স্তরের অনর্থ নিবৃত্তি আছে। ଏକ ଦେଶ ବର୍ତ୍ତିନୀ, ବହୁ ଦେଶ ବର୍ତ୍ତିନୀ, তারপরে পূর্ণা, প্রায়িক আর আত্যন্তিক। বিভিন্ন স্তরে কোন একটা স্তর আছে যেখানে একাদশ বর্তিনী, মানে অল্প একটু অনর্থ নিবৃত্তি হবে। আর একটা স্তরে গেলে বহু দেশে বর্তিনী, অনেকটা প্রায় 60-70% অনর্থ নিবৃত্তি হবে। তারপরে আরেকটা স্তরে গেলে পূর্ণ, প্রায় 90%, 95%। তারপরে প্রাইক মানে প্রায় শেষ। তারপরে আত্যন্তিক। তো প্রেম স্তরে সে সম্পূর্ণ অনর্থ থেকে অনর্থ নিবৃত্তি হয়ে গেছে, কিন্তু আবার অনর্থ ঢুকে পড়ার চান্স আছে। নিবৃত্তি স্তরে এসে গেছে, ঢুকতে পারে, কচিত কচিত হয় এরকম।
কিন্তু ভগবানকে সাক্ষাৎ হয়ে গেলে তখন হচ্ছে আত্যন্তিক অনর্থ নিবৃত্তি। আত্যন্তিক মানে আর হওয়ার কোনো চান্স নেই। হুম, আর হবে না ভগবান সাক্ষাৎ করে। তো এই জন্য এই অনর্থ সবসময় সাধককে সতর্ক থাকতে হবে। ঠিক আছে। হ্যাঁ মহারাজ, প্রণাম। কোন শ্লোক আজকে চৈতন্য চৈতামৃতের? মহারাজ 63 পর্যন্ত হয়েছিল মহারাজ। 63।